नमस्कार बंधु मैंने आपण मानक स्वागत आमर यही चैनल ओडिया शास्त्र को। तो बंधु मैंने जदि आपणकर सिंह राशि अटे ताहेले आपणक पई एही भिडियोटी बहुत खास एवं गुरुत्वपूर्ण रहिबा को जाउची। एही भिडियो रे आपण माने जानिबे जे 5, 6, 7 जुलाई जहा कि पड़ू अछि रविवार, सोमवार एवं मंगलवार एही 3 दिन आपणक पई किपरि रहिबा पई जाउ अछि। एही 3 दिन रे आपणको 3टी खुशीर खबर मध्य मिलवाक जाउछि, जहाँ जदि आपणको 100% सत्य भविष्यवाणी बोली लागिवो ताहेले आपण कमेंट माध्यम रे आमको निश्चय जणाइबे। एहा सहित आपणको केते परसेंट एहा सत्य बोली लागुछि ताहा मध्य आपण कमेंट माध्यम रे आमको निश्चिंत जणाइबे। एही वीडियो रे आपण विस्तार भाबरे जानिबे जे आसंता 3 दिन आपणको पई किपरि रहिबा पई जाउ अछि। ଏହା ସହିତ ଏହି 3 ଦିନ ମଧ୍ୟରୁ କେଉଁ ଦିନଟି ଆପଣଙ୍କ ପାଇଁ ସବୁଠାରୁ ଭାଗ୍ୟଶାଳୀ ରହିବ ଏବଂ କେଉଁ ଦିନଟି ଆପଣଙ୍କୁ ସତର୍କତାପୂର୍ଣ୍ଣ ରହିବ, ଏହା ସମ୍ପର୍କରେ ବିସ୍ତାର ଭାବରେ ଜାଣିବେ। ଆଉ ଆପଣ କମେଣ୍ଟରେ ଆମକୁ ନିଶ୍ଚୟ ଜଣାନ୍ତୁ ଯେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଚିନ୍ତା କ'ଣ ରହିଅଛି। ଧନକୁ ନେଇକି, ନା ଚାକିରି, ନା ବ୍ୟବସାୟ, ନା ପରିବାର, ନା ପ୍ରେମକୁ ନେଇକି ରହିଛି, ତାହା ଆମକୁ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। ଆଉ ଏହି 3 ଦିନ ମଧ୍ୟରୁ କେଉଁ ଦିନଟି ଆପଣଙ୍କ ପାଇଁ ସବୁଠାରୁ ଶୁଭ ରହିବ ତାହା ଆପଣ ଆମକୁ ନିଜ ମତରେ ଲେଖିକି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ବନ୍ଧୁମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା ଆପଣ ଜାଣିପାରିବେ ଯେ କେଉଁ ଦିନଟି ଆପଣଙ୍କ ପାଇଁ ସବୁଠାରୁ ଶୁଭ ରହିବ ଆଉ ଖୁସିରେ ଆପଣ ପାଗଳ ହୋଇଯିବେ। ହେଲେ ବନ୍ଧୁମାନେ ଆପଣ ନିଜର ଏହି ସ୍ୱଭାବ ଗୁଡ଼ିକୁ ସର୍ବପ୍ରଥମେ ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ, କାହିଁକିନା ଏହି ସ୍ୱଭାବ କାରଣରୁ ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଆସୁଅଛି ଏବଂ ଆପଣ ଦୁଃଖ ପାଉଛନ୍ତି ଆପଣଙ୍କର ଏହି ସ୍ୱଭାବ କାରଣ ପାଇଁ। ତ ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ ଆପଣମାନେ ସାଧାରଣତଃ ସାହସୀ, ଆତ୍ମବିଶ୍ୱାସୀ ଏବଂ ନେତୃତ୍ୱ ନେବାରେ ସବୁବେଳେ ଆପଣମାନେ ଆଗରେ ରହିଥାନ୍ତି। ଆପଣମାନଙ୍କର ହୃଦୟ ବହୁତ ବଡ଼ ହୋଇଥାଏ। ଆପଣ ଯାହାକୁ ନିଜର ବୋଲି ଭାବି ନେଇଥାନ୍ତି ତାଙ୍କ ପାଇଁ କେବେ ବି ଆପଣ ପଛଘୁଞ୍ଚା ଦିଅନ୍ତି ନାହିଁ, ଯାହାକି ଆପଣଙ୍କର ଏକ ଭଲ ଅଭ୍ୟାସ ଅଟେ ଏହା। ହେଲେ ଆପଣଙ୍କର ଏହି ସବୁ ସ୍ୱଭାବ ଗୁଡ଼ିକ ପାଇଁ ଆପଣ ବାରମ୍ବାର କଷ୍ଟ ପାଉଛନ୍ତି, ଏହା ମଧ୍ୟ ଆପଣ ଜାଣି ନିଅନ୍ତୁ। ହେଲେ ଆପଣଙ୍କର ସବୁଠାରୁ ବଡ଼ କାରଣଟି ହେଉଛି ଆପଣ ଅତ୍ୟଧିକ ସ୍ୱାଭିମାନୀ ଏବଂ ଜିଦ୍ ପ୍ରବୃତ୍ତିର। ଆପଣ କେବେ ବି ନିଜର ଆତ୍ମସମ୍ମାନକୁ ତଳେ ପକାଇବା ପାଇଁ ଚାହାନ୍ତି ନାହିଁ, ଯେଉଁ କାରଣରୁ ଅନେକ ସମୟରେ ଛୋଟ ଛୋଟ କଥା ଗୁଡ଼ିକୁ ନେଇ ମଧ୍ୟ ଆପଣ କାହା ସହିତ ମନମାଳିନ୍ୟ କରିଥାନ୍ତି। ଏହା ସହିତ ଆପଣମାନେ ମଧ୍ୟ ଅନ୍ୟମାନଙ୍କ ପାଇଁ ବହୁତ କିଛି କରିଥାନ୍ତି, କିନ୍ତୁ ତା ବଦଳରେ ସେହି ଲୋକ ଆପଣଙ୍କ ସହିତ ଧୋକା କରିଥାଏ। ସେହି ଲୋକ ଆପଣଙ୍କର କରିଥିବା ଭଲ କାମକୁ ଏବଂ ତାଙ୍କର କରିଥିବା ସାହାଯ୍ୟକୁ ସେହି ଲୋକ ଭୁଲି ଯାଇଥାଏ ଏବଂ ପଛ ସମୟରେ ଆପଣଙ୍କୁ ସେ ଧୋକା ଦେଇଥାଏ, ଯେଉଁ କାରଣରୁ ଆପଣଙ୍କୁ ଦୁଃଖ ଲାଗିଥାଏ ଆଉ ଆପଣ ବହୁତ କଷ୍ଟ ମଧ୍ୟ ପାଇଥାନ୍ତି। ହେଲେ ଆପଣ ମନେ ରଖନ୍ତୁ, ଯଦି ଏହିସବୁ ସ୍ୱଭାବ ଗୁଡ଼ିକ ଆପଣ ଦୂରାଇବେ ନିଜଠାରୁ, ତାହେଲେ ଆପଣ ବହୁତ ଖୁସିରେ ରହିବେ ଏବଂ ନିଜର ଦୁଃଖ ଗୁଡ଼ିକ ଆପଣ ଦେଖିବେ କମ୍ ହେବାକୁ ଲାଗିବ। ହେଲେ ବନ୍ଧୁମାନେ ଚାଲନ୍ତୁ ଆପଣଙ୍କର କେଉଁ ଦିନଟି ଶୁଭ ରହୁଛି ଏବଂ କେଉଁ ଦିନଟି ସତର୍କତାପୂର୍ଣ୍ଣ ରହୁଛି ତାହା ଜାଣିବା। ହେଲେ ସର୍ବପ୍ରଥମେ କଥା ହେବା 5 ଜୁଲାଇ 2026, ଯାହାକି ପଡ଼ୁଅଛି ରବିବାର। ତ ବନ୍ଧୁମାନେ ଏହି 5 ଜୁଲାଇ ରବିବାର ଦିନଟି ଆପଣଙ୍କ ପାଇଁ ବହୁତ ଉତ୍ସାହ, ଆତ୍ମବିଶ୍ୱାସ ଓ ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ହୋଇ ରହିବ। ଯେଉଁ କାମ ଗୁଡ଼ିକ ଆପଣଙ୍କର ବହୁତ ଦିନ ହେଲାଣି ଅଟକି ରହିଥିଲା, ସେହି କାମ ଆପଣଙ୍କର ଆଗକୁ ବଢ଼ିବ ଏବଂ ଯେଉଁ କାମରେ ବାରମ୍ବାର ବାଧା ସୃଷ୍ଟି ଆପଣଙ୍କର ହେଉଥିଲା, ସେହି କାମରେ ଆପଣଙ୍କୁ ଭଲ ସୁଯୋଗ ମଧ୍ୟ ପ୍ରାପ୍ତି ହେବ। ଯଦି ବିଶ୍ୱାସ ରଖି କାମ କରିବେ ତାହେଲେ ଅଧିକ ସଫଳତାର ସମ୍ଭାବନା ମଧ୍ୟ ରହୁଛି। ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଏହି ଦିନ ଫୋନ୍ କଲ୍ ମାଧ୍ୟମରେ ନିଜର ବରିଷ୍ଠ ଅଧିକାରୀମାନଙ୍କ ଠାରୁ ପ୍ରଶଂସା ଏବଂ ସହଯୋଗ ପାଇବେ। ଏହା ସହିତ କିଛି ନୂଆ ଦାୟିତ୍ୱ ମଧ୍ୟ ମିଳିବାର ଯୋଗ ରହୁଛି ଏହି ଦିନ। ଆଉ ଯେଉଁମାନେ ବ୍ୟବସାୟୀ ରହିଲେ ସେମାନେ ଏହି ଦିନ କିଛି ନୂଆ ଯୋଜନା ମଧ୍ୟ କରିବେ। ନୂଆ ଗ୍ରାହକଙ୍କ ସହିତ ଯୋଗାଯୋଗ ମଧ୍ୟ ଆପଣମାନଙ୍କର ବଢ଼ିବ ଏବଂ ବ୍ୟବସାୟ ବିସ୍ତାର କରିବା ପାଇଁ ଯଦି ପୂର୍ବରୁ ଭାବୁଥିଲେ ତାହେଲେ ଏହି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହୁଛି। ପାରିବାରିକ ଜୀବନରେ ଆପଣଙ୍କର ଖୁସିର ପରିବେଶ ରହିବ। ଏହା ସହିତ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ଠାରୁ ଆପଣ କିଛି ଭଲ ଖୁସିର ଖବର ପାଇବେ, ଯାହା ଆପଣଙ୍କ ମନକୁ ଆହୁରି ଆନନ୍ଦିତ କରିବ। ଦାମ୍ପତ୍ୟ ଜୀବନ ମଧ୍ୟ ଆପଣ ଏହି ଦିନ ବହୁତ ଭଲ ଅନୁଭବ କରିବେ। ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଏବଂ ସ୍ନେହ ମଧ୍ୟ ବଢ଼ିବ।
ଆର୍ଥିକ ଦୃଷ୍ଟିରୁ ଏହି ଦିନ ଆପଣ ଲାଭ ପାଇବେ। ଅଟକି ରହିଥିବା ଧନ ଆପଣଙ୍କର ଏହି ଦିନ ଫେରିବାର ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ, କାହିଁକି ନା କୌଣସି ଅନାବଶ୍ୟକ ଖର୍ଚ୍ଚରେ ଆପଣଙ୍କର ଏହି ଦିନ ଅଧିକ ମାତ୍ରାରେ ଟିକେ ଖର୍ଚ୍ଚ ହେବାର ସମ୍ଭାବନା ଦେଖାଦେଉଛି। ତେଣୁ ଆପଣ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ଯେଉଁ ଧନ କମିର ଅସୁବିଧାଟି ରହୁଥିଲା ତାହା ଧୀରେ ଧୀରେ ଦୂର ହେବ, ଯାହାଫଳରେ ଆପଣ ଧନ ସଞ୍ଚୟ ଆପଣ କରିବା ଆରମ୍ଭ କରିଦେବେ। ତେବେ 6 ଜୁଲାଇ ସୋମବାର ଦିନଟି ଆପଣଙ୍କ ପାଇଁ ଟିକେ ସତର୍କତାପୂର୍ଣ୍ଣ ଏବଂ ସାବଧାନତା ଅବଲମ୍ବନ କରିବାର ଦିନ ରହିବ। ଏହି ଦିନ ଆପଣଙ୍କର ଧୈର୍ଯ୍ୟ, ବୁଦ୍ଧି ଓ ନିଷ୍ପତ୍ତି ନେବାର କ୍ଷମତାର ପରୀକ୍ଷା ହେବ। ତେଣୁ ପ୍ରତ୍ୟେକ କାମ ଆପଣ ଭାବି ଚିନ୍ତିକି କରନ୍ତୁ ଏହି ଦିନ ଏବଂ ତରବରିଆରେ କୌଣସି ବି ପଦକ୍ଷେପ ନିଅନ୍ତୁ ନାହିଁ। ଯେଉଁମାନେ ଚାକିରି କରୁଛନ୍ତି ତ ଆପଣମାନଙ୍କର କାର୍ଯ୍ୟକ୍ଷେତ୍ରରେ ଏହି ଦିନ ଛୋଟ ଛୋଟ ବାଧାବିଘ୍ନ ଆପଣଙ୍କୁ ଟିକେ ଦେଖାଦେଇପାରେ ଏବଂ କାର୍ଯ୍ୟରେ ଟିକେ ବିଳମ୍ବ ଏହି ଦିନ ହୋଇପାରେ। ସହକର୍ମୀ କିମ୍ବା ପରିଚିତ କାହାର କଥାରେ ଆସିକରି ଆପଣ କୌଣସି ବି ବଡ଼ ନିଷ୍ପତ୍ତି ଏହି ଦିନ ନେବା ଆପଣଙ୍କ ପାଇଁ ଠିକ୍ ହେବ ନାହିଁ। ନିଜର ବିଚାର ଶକ୍ତି ଉପରେ ଭରସା ରଖନ୍ତୁ ଆଉ ନିଜ ନିଷ୍ପତ୍ତିରେ ଯାହା ବି କିଛି ଡିସିସନ୍ ନେବାକୁ ଚାହୁଁଛନ୍ତି ତାହା କେବଳ ନିଜେ ଭାବି ଚିନ୍ତି କରି ଏହି ଦିନ ନିଅନ୍ତୁ, ଯାହା ଆପଣଙ୍କୁ ଅନାବଶ୍ୟକ ସମସ୍ୟା ଗୁଡ଼ିକରୁ ବଞ୍ଚାଇବ। ଆର୍ଥିକ କ୍ଷେତ୍ରରେ ଏହି ଦିନ ଟିକେ ସତର୍କତା ଆପଣ ରହିବେ। ଧନ ଦେବା ନେବା କରିବା ଠାରୁ କୌଣସି କାଗଜପତ୍ରରେ ସାଇନ୍ କରିବା ପୂର୍ବରୁ କିମ୍ବା ନୂଆ ବିନିଯୋଗ କରିବା ପୂର୍ବରୁ ଏହି ସବୁ ବିଷୟ ଗୁଡ଼ିକ ଟିକେ ଭଲ ଭାବରେ ଭାବି ଚିନ୍ତି କରି ଯାଞ୍ଚ କରି ନିଷ୍ପତ୍ତି ନେବେ। ପାରିବାରିକ ଜୀବନରେ କିଛି ଛୋଟ କଥାକୁ ନେଇକି ମତଭେଦ ଆପଣଙ୍କର ଦେଖା ଦେଇପାରେ। ତେଣୁ ନିଜର କଥାବାର୍ତ୍ତା ଉପରେ ଟିକେ ଏହି ଦିନ ନିୟନ୍ତ୍ରଣ ରକ୍ଷା କରନ୍ତୁ ଆଉ ଧୈର୍ଯ୍ୟର ସହ ପରିସ୍ଥିତିକୁ ଆପଣ ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ। ସବୁଠାରୁ ଭଲ ରହିବ ଶାନ୍ତ ସ୍ୱଭାବ ରଖି ଯଦି ଆପଣ କଥାବାର୍ତ୍ତା କରିବେ, ତାହେଲେ ନିଜ ସମ୍ପର୍କକୁ ଆପଣ ମଜବୁତ ରଖିପାରିବେ। ହେଲେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ଦିନଟିରେ ଆପଣଙ୍କୁ ଟିକେ ଥକାପଣ ଅନୁଭବ ହେବ। ଏହା ସହିତ ମାନସିକ ଚାପ ରହିବ କିମ୍ବା ନିଦ୍ରାର ଅଭାବ ଆପଣ ଅନୁଭବ କରିବେ। ତେଣୁ ଆପଣ କାମର ଚାପ ଅଧିକ ନ ନେଇ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ନିଅନ୍ତୁ ଏବଂ ସକାରାତ୍ମକ ଚିନ୍ତାଧାରାର ସହିତ ଏହି ଦିନଟିକୁ ଆପଣ କାଟନ୍ତୁ। ତେବେ ଆପଣମାନଙ୍କ ପାଇଁ 7 ଜୁଲାଇ ମଙ୍ଗଳବାର ଦିନଟି କଥା ଯଦି କହିବା, ଏହି ଦିନଟି ଆପଣଙ୍କର ଏହି 3 ଦିନ ମଧ୍ୟରୁ ସବୁଠାରୁ ଭଲ ଏବଂ ସକାରାତ୍ମକ ଦିନ ଭାବରେ ଆପଣଙ୍କ ପାଇଁ ସାବ୍ୟସ୍ତ ହେବ। ଏହି ଦିନ ଆପଣଙ୍କୁ ଆପଣଙ୍କର ଭାଗ୍ୟର ସହଯୋଗ ମିଳିବ ଆଉ ଆପଣଙ୍କ ପରିଶ୍ରମର ଫଳ ମଧ୍ୟ ଆପଣଙ୍କୁ ଆଗାମୀ ଦିନରେ ଦେଖିବା ପାଇଁ ମିଳିଯିବ। ଯେଉଁ କାମ ଦୀର୍ଘ ଦିନ ଧରି ଆପଣଙ୍କର ଅଟକି ରହିଥିଲା, ସେହି ସବୁ କାମରେ ଆପଣଙ୍କର ସଫଳତାର ଦ୍ୱାର ଖୋଲିବ। ଯେଉଁ ବ୍ୟକ୍ତିବିଶେଷ ମାନେ ବହୁତ ଫର୍ମ ଆପ୍ଲାଏ କରୁଥିଲେ, ଚାକିରି କରିବା ପାଇଁ ଚାହୁଁଥିଲେ ବା ଚାକିରି ଖୋଜୁଥିଲେ, ସେହି ବ୍ୟକ୍ତିବିଶେଷମାନଙ୍କ ପାଇଁ କିଛି ଭଲ ଖବର ମଧ୍ୟ ଆସିବ। ଇଣ୍ଟରଭ୍ୟୁ, ନୂଆ ଚାକିରିର ସୁଯୋଗ କିମ୍ବା ପଦ ଉନ୍ନତି ସମ୍ବନ୍ଧୀୟ କିଛି ସକାରାତ୍ମକ ଫଳ ଆପଣଙ୍କୁ ପ୍ରାପ୍ତି ହେବ। ଚାକିରି କରୁଥିବା ବ୍ୟକ୍ତିମାନେ ନିଜ କାମରେ ନାନା ପ୍ରକାରର ପ୍ରଶଂସା ମଧ୍ୟ ପାଇବେ। ବ୍ୟବସାୟୀମାନଙ୍କ ପାଇଁ ଏହି ଦିନଟି ବିଶେଷ ଲାଭଦାୟକ ରହୁଛି ଆଉ ନୂଆ ଗ୍ରାହକ, ଭଲ ଅର୍ଡ଼ର କିମ୍ବା ଆଶାଠାରୁ ଅଧିକ ଏହି ଦିନ ଆପଣଙ୍କୁ ଲାଭ ଦେଖିବା ପାଇଁ ମିଳିବ। ଯଦି କୌଣସି ନୂଆ କାମ କିମ୍ବା ଯୋଜନା ଆରମ୍ଭ କରିବାକୁ ଆପଣ ଚାହୁଁଥିଲେ, ତେବେ ଏହି ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ହେଲେ ପ୍ରେମ ସମ୍ପର୍କ ଆଉ ଦାମ୍ପତ୍ୟ ଜୀବନରେ ଯାହା ବି ମନୋମାଳିନ୍ୟ ଆପଣଙ୍କର ପୂର୍ବରୁ ରହିଥିଲା, ତାହା ସବୁ ଏହି ଦିନ ଦୂର ହେବ। ଆହୁରି ଆପଣଙ୍କ ପ୍ରେମରେ ମଧୁରତା ଭରିବା ସହିତ ମଜବୁତ ମଧ୍ୟ ହେବ। ପରିବାର ସହ ହସ ଖୁସିର ସମୟ ଆପଣ ଏହି 3 ଦିନ ମଧ୍ୟରୁ ଏହି ଦିନରେ ଅଧିକ ବିତାଇବେ, ଯାହା ଆଗାମୀ ଦିନରେ ଆହୁରି ବଡ଼ ସଫଳତା ଆପଣଙ୍କୁ ପ୍ରଦାନ କରିବ। ତେଣୁ ବନ୍ଧୁମାନେ 5, 6, 7 ଜୁଲାଇ ଏହି 3 ଦିନ ମଧ୍ୟରୁ ଆପଣଙ୍କ ପାଇଁ ସତର୍କତାପୂର୍ଣ୍ଣ ଦିନଟି ରହୁଛି 6 ଜୁଲାଇ ଆଉ ସବୁଠାରୁ ଭଲ ଶୁଭ ଦିନଟି ରହୁଛି ଆପଣଙ୍କ ପାଇଁ 7 ଜୁଲାଇ। ତେଣୁ 6 ଜୁଲାଇ ଦିନ ଆପଣ ଟିକେ ସତର୍କତା ରହିବା ସହ ପ୍ରତ୍ୟେକ କାମକୁ ଭଲ ଭାବରେ ଭାବି ଚିନ୍ତି କରି କରନ୍ତୁ। ଆଉ 7 ଜୁଲାଇ ଦିନ ଆପଣ ଯାହା ବି କିଛି କରିବା ପାଇଁ ଚାହୁଁଛନ୍ତି ତାହା ନିଶ୍ଚୟ ରୂପରେ କରନ୍ତୁ। କିନ୍ତୁ ଯଦି ଅଧିକ କିଛି ବଡ଼ କାମ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆମ ମତରେ ଆପଣ ନିଜର ଜନ୍ମକୁଣ୍ଡଳୀକୁ ନେଇକରି କୌଣସି ଜଣେ ଭଲ ପଣ୍ଡିତଙ୍କ ପାଖରେ ଦେଖାନ୍ତୁ। କାହିଁକି ନା ଆମେ ଯେଉଁ ଭିଡ଼ିଓ ଗୁଡ଼ିକ ପ୍ରସ୍ତୁତ କରୁଅଛୁ, ଏହା ଆପଣଙ୍କର ଗ୍ରହମାନଙ୍କର ଗୋଚର ଅନୁସାରେ ଆମେ ସମସ୍ତ ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ଭିଡ଼ିଓ ପ୍ରସ୍ତୁତ କରିଅଛୁ। କୌଣସି ଜଣେ ପର୍ଟିକୁଲାର ବ୍ୟକ୍ତିଙ୍କୁ ନେଇକରି ନୁହଁ। ତେଣୁ ଏହା ଯେ ସମସ୍ତଙ୍କ ଭାଗ୍ୟରେ ସମସ୍ତ ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କୁ ସମାନ ପରିମାଣର ଫଳ ପ୍ରଦାନ କରିବ,
ଏହାର ମାନେ ତ ଏହା ନୁହେଁ। ତେଣୁ ଆପଣ ଯଦି କୌଣସି ବଡ଼ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ କିମ୍ବା ଯଦି କୌଣସି ବଡ଼ ଯୋଜନା କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଜର ଜନ୍ମକୁଣ୍ଡଳୀକୁ ନେଇକରି କୌଣସି ଜଣେ ଭଲ ପଣ୍ଡିତଙ୍କୁ ଦେଖାନ୍ତୁ, ଯାହାଦ୍ୱାରା ସେ ଆପଣଙ୍କର କୁଣ୍ଡଳୀରେ ଚାଲୁଥିବା ଗ୍ରହମାନଙ୍କର ଗୋଚର ହିସାବରେ ଗ୍ରହମାନଙ୍କର ସ୍ଥିତି ହିସାବରେ ଆପଣଙ୍କୁ ଗୋଟିଏ ଶୁଭ ଦିନ କହିଦେବେ ବା ଶୁଭ ତାରିଖ କହିଦେବେ, ଯାହାଦ୍ୱାରା ଆପଣ ବହୁତ ଲାଭାନ୍ୱିତ ହେବେ। ତ ସିଂହ ରାଶିର ବ୍ୟକ୍ତିବିଶେଷମାନେ ଏହି 3 ଦିନ ମଧ୍ୟରୁ ଆପଣଙ୍କର କ୍ୟାରିୟର, ଚାକିରି, ବ୍ୟବସାୟ, ନେତୃତ୍ୱ, ପ୍ରଶାସନିକ କ୍ଷେତ୍ର, ସରକାରୀ କାମ ଏବଂ ନିଜସ୍ୱ ବ୍ୟବସାୟ ସହିତ ଜଡ଼ିତ ଯେଉଁ ଲୋକମାନେ ଅଛନ୍ତି ଆପଣମାନଙ୍କର ଏହି 3 ଦିନରେ ଭଲ ପ୍ରଗତିର ସମ୍ଭାବନା ରହିଛି। ଯଦି ଆପଣ ଦୀର୍ଘ ଦିନ ଧରି ପରିଶ୍ରମ କରୁଛନ୍ତି ତେବେ ସେହି ସବୁ ପରିଶ୍ରମର ଫଳ ମିଳିବା ଆପଣଙ୍କୁ ଆରମ୍ଭ ହେବ। ପଦୋନ୍ନତି, ନୂଆ ଚାକିରି, ବ୍ୟବସାୟର ବିସ୍ତାର କିମ୍ବା ସମାଜରେ ସମ୍ମାନ ବଢ଼ିବା ଭଳି ଯୁଗ ମଧ୍ୟ ସୃଷ୍ଟି ହେବ। ଆପଣଙ୍କ ନେତୃତ୍ୱ ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ପରିଚୟ ମଧ୍ୟ ପ୍ରଦାନ କରିବ। ତ ଆପଣଙ୍କର ଭାଗ୍ୟ ଏହି 3 ଦିନରେ ଏହିସବୁ କ୍ଷେତ୍ର ଗୁଡ଼ିକୁ ନେଇକରି ବଦଳିବ। ତେଣୁ ବନ୍ଧୁମାନେ, ଯଦି ଆପଣଙ୍କର ସିଂହ ରାଶି ଅଟେ ତାହେଲେ ଆପଣ କମେଣ୍ଟ ବକ୍ସରେ ସିଂହ ରାଶି ବୋଲି ନିଶ୍ଚୟ ଲେଖନ୍ତୁ କିମ୍ବା ହଁ ବୋଲି ନିଶ୍ଚୟ ଲେଖନ୍ତୁ। ଆଉ ଆମେ ଯେଉଁ ପୂର୍ବରୁ ପ୍ରଶ୍ନ ପଚାରିଥିଲୁ ତାହାର ଉତ୍ତର ଆପଣ କମେଣ୍ଟରେ ଆମକୁ ନିଶ୍ଚୟ ରୂପରେ ଜଣାନ୍ତୁ। ଆଉ ଆପଣ ଭିଡ଼ିଓର ଆରମ୍ଭରୁ ଆପଣଙ୍କୁ କେଉଁ ଦିନଟି ଅଧିକ ଶୁଭ ରହିବ ବୋଲି ଭାବିଥିଲେ ତାହା ନିଶ୍ଚୟ ଆପଣ କମେଣ୍ଟ ବକ୍ସରେ ଜଣାନ୍ତୁ। ଆପଣ ଠିକ୍ ଭାବିଥିଲେ କି ଭୁଲ ତାହା ନିଶ୍ଚୟ ଆପଣ କମେଣ୍ଟରେ ଆମକୁ ଜଣାନ୍ତୁ। ଆଉ କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଯଦି ଆପଣଙ୍କୁ ଉପଯୋଗୀ ଭିଡ଼ିଓଟି ଲାଗିଛି ତାହେଲେ ଆପଣଙ୍କର ପରିଚିତ ସିଂହ ରାଶିର ଲୋକମାନଙ୍କ ପାଖକୁ ଭିଡ଼ିଓଟିକୁ ନିଶ୍ଚୟ ରୂପରେ ସେୟାର କରନ୍ତୁ। ନଚେତ୍ ଆପଣଙ୍କର ହ୍ୱାଟ୍ସଆପ୍ର ଷ୍ଟାଟସ୍ରେ ଏହାକୁ ଲଗାଇ ଦିଅନ୍ତୁ, ଯାହାଦ୍ୱାରା ଯାହାର ବି ଆପଣଙ୍କର ସିଂହ ରାଶି ହୋଇଥିବ ଯାହାର, ସେ ଆପଣଙ୍କ ଷ୍ଟାଟସ୍କୁ କ୍ଲିକ୍ କରି ଆମର ଏହି ଭିଡ଼ିଓଟିକୁ ଦେଖିପାରିବ ଏବଂ ଆମର ଏହି ଭିଡ଼ିଓର ଫାଇଦା ବା ଲାଭ ମଧ୍ୟ ଉଠାଇ ପାରିବ। ଏହା ସହିତ ଯଦି ଚ୍ୟାନେଲଟିରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ରୂପରେ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ।